विश्वास
पवित्र संध्यारे आमे आमर इष्टदेव शिशु अनंत एवं निरात्रि चतुर्थामूर्ति भगवान क्षेत्रेश्वरी माँ ज्योतिर्प्रभान
ଏଠି ଯେଉଁଠି ଯେଉଁ ନାମରେ ଆମେ ଭଗବାନଙ୍କୁ ପୂଜା କରୁ, ଅନେକ ରୂପ ଅନେକ ନାମ, କିନ୍ତୁ ସେ ଗୋଟିଏ ଜ୍ୟୋତିର ବା ଗୋଟିଏ କ୍ଷୁଦ୍ର ଆଲୋକର ସେ ହେଉଛନ୍ତି ପ୍ରତିମୂର୍ତ୍ତି। ତେଣୁ ସଜ୍ଜନ, ପ୍ରକୃତରେ ଆମର ପୂର୍ବାଚାର୍ଯ୍ୟ ମାନେ କହିଥିଲେ ଏକ ସଦବିପ୍ରା ବହୁଧା ବଦନ୍ତି। ଜଣେ ଅଦୃଶ୍ୟ ଜ୍ୟୋତିକୁ ଯିଏ ଯେଉଁଭଳି ଭାବରେ ନାମକରଣ କରିଛି ତାକୁ ଡାକୁଛି, ସେ ସେଇ ଭାବକୁ ସେ ଗ୍ରହଣ କର। ଆମେ ମା ଶାରଦାଙ୍କୁ, ବିଲମା ଶାରଦାଙ୍କୁ, ମନ୍ଦାର ମହାପୁରୁଷଙ୍କୁ, ବେଲମ ମହାପୁରୁଷଙ୍କୁ, ଏମିତି ଆମେ ଅନେକ ନାମରେ ତାଙ୍କୁ ଡାକିଲେ ବି ସେ ଯେ ଶୁଣନ୍ତି ନାହିଁ ଏ କଥା ଭାବିବା ଉଚିତ ନୁହେଁ। ସେ ଶୁଣନ୍ତି, ଉତ୍ତର ମଧ୍ୟ ସେ ଦିଅନ୍ତି, ଯୋଉ ଉତ୍ତରଟା ଆମକୁ ଶୁଭେ। ତାଙ୍କର ଜଗନ୍ନାଥଙ୍କର କାନ ଜମା ନାହିଁ, କାନ ନଥାଇକିରି ସେ ଶୁଣନ୍ତି। କିନ୍ତୁ ଆମର ଯୋଡ଼ାଏ ଯୋଡ଼ାଏ କାନ ଅଛି, ଆମକୁ କିନ୍ତୁ କିଛି ଶୁଭେ। ଯୋଉଠି ଗାଳି ଗୁଲଜ ହବ, ପର ନିନ୍ଦା ପର ଚର୍ଚ୍ଚା ହବ, ଏଇଭଳିଆ ଯୋଉ ମାନେ ବଜାରିକିରି କାମ ଗୁଡାକ ହବ, କଥା ଗୁଡାକ ହବ, ସେଗୁଡାକ ଆମେ କାନ ଡେରିକିରି ଶୁଣିବୁ। ତାକୁ ମଧ୍ୟ ଆମେ ନାମ କୀର୍ତ୍ତନ ଭଳି ତାକୁ ଆମେ ମୁଖସ୍ଥ କରି ଲୋକକୁ କହିବୁ। এই হচ্ছে আমার স্বভাব। আজি ପୂର୍ଣ୍ଣାହୁତି ସନ୍ଧ୍ୟାରେ ମଞ୍ଚ ଉପରେ ଯେଉଁମାନେ ରହୁଛନ୍ତି, ସଙ୍ଗୀତ ସାଧକ, ବାଦ୍ୟ ସାଧକ ମାନେ, ଆଶ୍ରମର ବୈଷ୍ଣବ ମାନେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ସମସ୍ତଙ୍କ ଭିତରେ ଆଧ୍ୟାତ୍ମିକ ଶକ୍ତି ପ୍ରବେଶ। ସମ୍ମୁଖରେ ବସିଛନ୍ତି ମୋର ପ୍ରିୟ, ଅତି ପ୍ରିୟ ନରନାରାୟଣ। এই নরনারায়ণ ମାନଙ୍କୁ নারায়ণ জ্ঞাନରେ বলিয়া স্মরণ করুଛି এবং প্রণাম ମଧ୍ୟ ଭଗବାନଙ୍କ କଥାରେ ଯିଏ ଭଲ କଥାକୁ ଯିଏ ଶୁଣେ, ଜଣେ କୁହେ, ଆଉ ଜଣେ କାମରେ ଲଗାଏ, ଇଏ ତିନି ଜଣଙ୍କର ସମାନ ଶ୍ରୋତା ବକ୍ତା ଯେ ପଚାରି, ଇଏ ତିନି ଜଣ ଜାଣିବେ। ତେଣୁ ସେଇ ନ୍ୟାୟରେ
ଆମେ ମଞ୍ଚ ଉପରେ ବସି ଯୋଉଠିକି ଯିବୁ ଆପଣ ସେ ଚେୟାର ବା ତଳେ ବସିକିରି ସେଇଠି ଗୋଟିଏ ହଉଛି ବାଟ ସେ ବାଟରେ ପହଞ୍ଚିବାକୁ ହେଲେ ଅନେକ ଗୁଡ଼ିଏ ଶାଖା ବାଟ ଆମର ଧର୍ମର ନାମ ହଉଛି ସନାତନ। ଚାରୋଟି ଅକ୍ଷରରେ ସିନା ଧର୍ମର ନାମଟି ଦିଆଯାଇଛି 400 ମାନେ ମାର୍ଗ ତା ଭିତରେ ମାନେ ଏମିତି ଆମକୁ ଗୋଟାଏ ମାନେ ମାୟା ଜାଲରେ ପକେଇଛନ୍ତି। କିଏ କହୁଛି ଏମିତି ଭଦ, କିଏ କହୁଛି ସେମିତି ଭଦ, ଆଉ କିଏ କହୁଛି ଏମିତି ଭଜିବା ଭଲ ନୁହେଁ, ଏମିତି ଭଜିବା ଭଲ, କିଏ କହୁଛି ଦ୍ୱୈତବାଦ, କିଏ କହୁଛି ଅଦ୍ୱୈତବାଦ, କିଏ କହୁଛି ସାକାର, କିଏ କହୁଛି ନିରାକାର, ଏମିତି ଦୁନିଆ। କିଏ ତୁଳସୀ ଗଛକୁ ଭଲ କରି ପୂଜା କରୁଛି, କିଏ ମଧ୍ୟ ତୁଳସୀ ଗଛକୁ ଓପାଡ଼ିକି ଫୋପାଡ଼ି ଦଉଛି, ଆଉ କେତେକ ଅଛନ୍ତି ତୁଳସୀ ନେଇ ପାଣିରେ ରହୁଛନ୍ତି। ଏଇଭଳି ಹೇಳಿକି ଆଜି এই পবিত্র সত্য সনাতন ধর্ম ভাগবত ତେଣୁ ସନାତନ ଶବ୍ଦର ଅର୍ଥ ହେଉଛି ଶୂନ୍ୟ। ଆଜି ତ ପୂର୍ଣ୍ଣମୀ, ଆଜି ତ ପୂର୍ଣ୍ଣାହୁତି ସନ୍ଧ୍ୟା। ଲୋକମାନେ ଜାଣିଛନ୍ତି, ତାଙ୍କୁ ପଚରାଯିବ ଆଚ୍ଛା ତୁମେ ଗୀତା ପଢିଛ ନା କେତେ ବର୍ଷ? 7 ବର୍ଷ। ସେ ମହାଭାରତରେ ଏତେ, ସେ ଭାଗବତ ହଉଛି 12 ବର୍ଷ। ଆଉ ଏମିତି ସବୁବେଳେ ମାନେ ଗପ ଶୁଣି 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 ମୋ ମୁଣ୍ଡ ଆଳୁ କାଟିଗଲା। ପୁରା ଘଣ୍ଟା କେତେ ଶୁଣିବ? କିଏ କହୁଛି ଭାଗବତ ଶୁଣ, କିଏ କହୁଛି ଗୀତା ଶୁଣ, କିଏ କହୁଛି ରାମ ଚରିତ୍ର ମାନସ ଶୁଣ, କିଏ କହୁଛି ରାମାୟଣ ଶୁଣ, କିଏ କହୁଛି ଏମିତି ସବୁ ତ କହୁଛନ୍ତି। ଆଉ ବିନାଶ ମେଳା ପର୍ଯ୍ୟନ୍ତ ଏ ସଂସାରକୁ ଆମେ ଆସିଥିଲୁ କେତୋଟି ବର୍ଷ ଆମେ ରହିଲୁ, କେତୋଟି ବର୍ଷ, ତା ଭିତରୁ କେତେକ ବର୍ଷ ଗଲା, ଆଉ ଯେତିକି ବର୍ଷ ଆମେ ତ ଏଇ ଶାସ୍ତ୍ରକୁ ପଢିବୁ, ଆମ ଦିନ ସରିଯିବ, ଆମେ କାମ କରିବୁ କେତେ? এই হচ্ছে কথা। কিন্তু সনাতন ধর্মর 2-4টি শ্লোকরে ମୋର ପାଠପଢ଼ା କରିବେ। ଗୋଟେ ସମୟ ନାହିଁ ମୁଁ ଏତେ ଗୁଡ଼ାକ ବହି ପଢ଼ିବା। ଜଣେ ପଣ୍ଡିତଙ୍କର ପୁଅ ରାଜା ଘରେ ପଣ୍ଡିତ ହେବେ, ବାପା ନେଇ ପଣ୍ଡିତଙ୍କ ଗୁରୁକୁଳ ଆଶ୍ରମରେ ଛାଡ଼ିବେ। ସେ ଗୁରୁକୁଳ ଆଶ୍ରମରେ ବହୁତ ପୋଥି ଗୁଡ଼ିଏ ଥିଲା, ତାଳପତ୍ର ପୋଥି। ସିଏ କେବଳ ଦିନ ରାତି ସେଇଆକୁ ଅନେଇ ଅନେଇ ସେ ଭାବନ୍ତି ମୋର ତ ବର୍ତ୍ତମାନ ଗୋଟିଏ ପୋଥି,
ମୁଁ ଏତେ ଗୁଡ଼ାକ ପୋଥି କେତେବେଳେ ମୁଖସ୍ଥ କରିବି? ମୋ ଦ୍ୱାରା ଏସବୁ ହେଇପାରିବ। ଗୁରୁଙ୍କୁ କହିଲେ ଗୁରୁଦେବା ଆପଣଙ୍କ ଘରେ ଯୋଉ ପୋଥି ଅଛି ସବୁଯାକ କଣ ମୁଁ ପଢ଼ିବି? ଗୁରୁଦେବ କହିଲା ତୁ ପଢ଼ିବି ନା କିଏ ପଢ଼ିବ? ତା ମନ ବହୁତ ବଡ଼ କଥା ହେଇଗଲା, କଥା କହିଲା। ଗୁରୁଙ୍କୁ ଯାଇ କହିଲା ଘରକୁ ଫେରିଯିବି। କାହିଁକି? ତ ପାଠ ପଢ଼ା ଆରମ୍ଭ ହେଇଗଲା। ନାଇଁ ମୋର ଆଉ କେତେ ପୋଥି ମୁଁ ପଢ଼ିପାରିବି? ତେଣୁ ସଜ୍ଜନ ଗୁରୁ ଖାଲି ଗୋଟିଏ କହିଲେ, ଗୋଟିଏ ଧାଡ଼ି କହିଲେ ସବୁ ଭଗବାନଙ୍କର ଇଚ୍ଛା। ସେଇ ମନ୍ତ୍ରକୁ ସେ ସବୁବେଳେ ଜପ କଲା। ଭଗବାନଙ୍କର ଇଚ୍ଛା। ଭଗବାନଙ୍କର ଇଚ୍ଛାକୁ ଜପ କରୁ କରୁ ଭଗବାନ ପୁଣି ଇଚ୍ଛା କରି ତା ପାଖରେ ଅଚ୍ୟୁତ ଆମ ମହାପୁରୁଷ ଅଚ୍ୟୁତାନନ୍ଦ ସେ ଲେଖିଲେ କାହାକୁ କାହା ପାଇଁ ଲେଖିଲେ? ଆମ ପାଇଁ ଲେଖିଲେ। ଭାଗବତ ପୁରାଣ ସବୁଥିରେ ଗୋଟିଏ କଥା। ସେ କଥାଟି କଣ? ଶରଣ ନିଅ ମୋର ଧାରେ। ଯାହା କରିବି ହେଇକି ମୁଁ କରିବି, ଯାହା କରିବି ମୁଁ କରିବି, ତମେ କାହିଁ ବ୍ୟସ୍ତ? ମୁଁ ଯାହା କରିବି ତୋର ମଙ୍ଗଳ। ବେଦେ ରାମାୟଣେ ପୁରାଣେ ଭାରତେ ଆଦ୍ୟ ପ୍ରାନ୍ତେ ତ ମଧ୍ୟ ହରି ଭଗବତ କରିବେ। ହରିଙ୍କର ଶରଣ ଲାଭ। ବହୁ ନାମରେ ତମେ ଡାକୁଛ ଡାକ, କିନ୍ତୁ ହରିଙ୍କର ଶରଣ ଲାଭ। ଆଉ ମୁଁ ଏମିତି କରିବି ସେମିତି କରିବି, ଏମିତି ହେଲା ସେମିତି ହେଲା, ଏତେ କଥା କାହିଁ ଭାବୁଛ? ତେଣୁ ସଜ୍ଜନ ଭାଗବତ ଗୋଟେ ଭଲ କଥା ଦିଏ। ଶ୍ରୀ ସେ ହରି ଚରିତ୍ର
ସୂତ୍ର ଭାଗବତ ଭିତରେ ଅଛି, ଗୀତା ଭିତରେ ଅଛି, ପୂର୍ବ ଦିନମାନଙ୍କରେ ଏସବୁ ବିଷୟରେ ବହୁତ କଥା କୁହାଯାଇଛି। ତେଣୁ ସଜ୍ଜନ ଆମେ କେତେ ପଢ଼ିବୁ ଯେ କିଛି ପଢ଼ିଛି ମାତ୍ର କିଛି ପଢ଼ିଛି ତା ଦେହରୁ କିଛି ମନେ ସେଇ କଥାଟା ହଉଛି ଧର୍ମ। ଧର୍ମର ନାଁ ଆମେ ଦେଇଛୁ ସନାତନ, କିନ୍ତୁ ଧର୍ମର ନାଁ ଦେଇନି। ଯେଉଁଦିନ ସୂର୍ଯ୍ୟ ଉଦୟ ହେଲେ, ଚନ୍ଦ୍ରମା ସାଗର ପ୍ରବାହିତ ହେଲା, ପବନ ବହିଲା, ପାହାଡ଼ ପର୍ବତ ଭିତରେ ବୃକ୍ଷ ତରୁଣ ଜନ୍ମ ନେଲେ, ଜୀବଜଗତ ଜନ୍ମ ନେଲେ, ତାପରେ ମଣିଷ ଜନ୍ମ ହେଲା। ये कहा कोई है? सूर्य, चंद्र, अग्नि, वायु, सागर, समुद्र, पृथ्वी, यही मानक सारा पृथ्वी का जन्म पचारे ଯଦି ସେ ମାରୁଣା ଲୋକ ହେଇକି ତ ପଚାରିବେ କଣ ହେଇକି ପଚାରିବେ ତୁମର ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି, ବାୟୁ, ଆକାଶ, ପୃଥିବୀ ଏଗୁଡାକ ତମର ଦରକାର ନା ନାହିଁ? କିଏ ନିଶ୍ଚୟ କହିବ, କିନ୍ତୁ ଗୁରୁଡା ଗୋଟେ ଶବ୍ଦ ଅଛି ଓଡ଼ିଆରେ, ଗୁରୁଡା ସେଇଦିନ ଧର୍ମ ଜନ୍ମ ନେଇ ଆମେ ଯୋଉଦିନ କହିଲି ସେଇ କହୁଛି ସେଇଦିନ ଠାରୁ ଧର୍ମ ଜନ୍ମ ନେଇ ଧର୍ମ ଏକ ଅନୁଭବ ପ୍ରଦାନ କରେ, ସେଇ ହଉଛି ଧର୍ମ। ଯିଏ ଆମକୁ ଧାରଣ କରେ, ଯେମିତି ମା ତା ଗର୍ଭରେ ଆମକୁ ଧାରଣ କରେ, ଯିଏ ଆମକୁ ପାଳନ କରେ, ଯିଏ ହଉଛି ବାପା, ଯିଏ ଆମକୁ ଭଲ ମଣିଷ କରିବ, ଅନୁଭବ यही तो मात्र तीन तेणु धर्म कहले धारण दिए करी आमे पृथ्वी की धारण करू ना पृथ्वी आमको धारण कौटा तेणु धर्मावलंबी मान पचारे कौन पचारे धर्म आग ना तुम संप्रदाय धर्म एकाशी सब
ମୋ ନା
ଏମିତି କାମ କରିବୁ ମୋ ନାଁକୁ କେମିତି ସମସ୍ତେ ଉଦାହରଣ ଦେବେ। ବହୁତ ଭଲ ମଣିଷଟେ, ଆଉ ସାର୍ଟିଫିକେଟ କିଛି ଦରକାର ନାହିଁ, ବହୁତ ଭଲ ମଣିଷ। ତୋ ବାପ ମା ଗର୍ବରେ ଫୁଲି ଉଠିବେ, ମୋ ପୁଅ ଜଣେ ଭଲ ପିଲା। ଆପଣମାନେ ଭାବନ୍ତୁ, ଦଶରଥ ବୋଲି ଜଣେ ରାଜା ଥିଲେ, ତାଙ୍କୁ ଯଦି ଆମେ ଆଜି ମନେ ରଖିଛୁ, କାହା ପାଇଁ ମନେ ରଖିଛୁ? ରାମଙ୍କ ପାଇଁ ମନେ ରଖିଛୁ ନା? ଦେବକୀ ବସୁଦେବ ବୋଲି ଜଣେ ବାପ ମା ଥିଲେ, ତାଙ୍କୁ ଆଜି ଆମେ ମନେ ରଖିଛୁ। ତାକୁ କୃଷ୍ଣ ବଳରାମ ଏମିତି ନାଁଟିଏ କର, ତୁମ ଦେଶର ନାଁ ରହିବ, ତୁମ ପରିବାରର ନାଁ ରହିବ, ତୁମ ପିତାମାତାଙ୍କ ନାଁ ରହିବ। ଇଏ ହଉଛି ନା। ଆଉ ତା ସାଙ୍ଗରେ ଆମ ଦୋସ୍ତ ମାନେ କହୁଛନ୍ତି ନାମ କର, କିଏ କହୁଛି ଯଜ୍ଞ କର। ମୁଁ ସେ କଥାଟା ଆପଣ ଜାଣିଛନ୍ତି, ମୁଁ କାହିଁ କହିବି? ନା କଣ ଦମ୍ଭ ଗୁଣରୁ ନିଷ୍ପୃତ ହୁଅ, ଦମ୍ଭ ଦର୍ପବି ମାନସ୍ୟ କ୍ରୋଧ ପାରୁଷ୍ୟମେନ च अज्ञानं चाभिजातस्य पार्थसत्त्वमासि। তমসমান জ্যোতি সেই অদৃশ্য জ্যোতির সন্ধান কর। ମୁଁ ଗୋଟାଏ ମିଡ଼ିଆ ଲୋକ, ମୁଁ ଏତେ ପାଠ ପଢ଼ି, ମୁଁ ଏଡ଼େ ବଡ଼ ପଣ୍ଡିତ, ମୁଁ ଏଡ଼େ ବଡ଼ ଖାଲି ତ ମୁଁ ବଡ଼, ମୁଁ ଯାହା କହୁଥିଲି ଏଇ ଯୋଉ ତମ ଗୁଣ ଲୋକ କହନ୍ତି ଦୟା କରି ପ୍ରସାଦ ପାଇବେ। ମୁଁ ତାଙ୍କୁ କହେ ପ୍ରସାଦ ପାଇବେ, ଦୟା କରି ପ୍ରସାଦ ପାଇବେ। ଆମେ ମତେ ବୁଝେଇ ପ୍ରସାଦ ଅର୍ଥ ଦୟା। ପ୍ରସାଦ ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ସବୁରି ପ୍ରସାଦ ତାଙ୍କରି ପ୍ରସାଦ ଭଲ ଖାଦ୍ୟ କିଛି ଖାଉ। ଠାକୁର ରାମକୃଷ୍ଣ କହିଲେ ତୁମେ ଆଜି କାଳୀ ମାଙ୍କର ପ୍ରସାଦ ପାଇଲା। ଭକ୍ତ କହେ ଠାକୁର ପାଇବେ ପାଇବ ନା? ମୁଁ କହୁଛି ମାଙ୍କର ପ୍ରସାଦ ଯେତେବେଳେ ତାକୁ ଦେଖୁ ଦେଖୁ ସେ ମତେ ପଇସା ଦିଅ, ମୁଁ ଗୋଟାଳୁ କିଣିକି ତାକୁ ଜବରଦସ୍ତି ପାଟିରେ ଖୁଆଏ। ତାକୁ ଭଲ ଲାଗିଲା। ତା ପରଦିନ ସେ ଆପେ ଆପେ କହିଲା, ସବୁଦିନ ତ ଆମେ ମାଛ ମାଂସ ଖାଉଛୁ, ଆଜି ଟିକେ ଆମକୁ ମାର ପ୍ରସାଦ ଆଣିଥିଲେ ହେଇଗଲା।
ଭିତରେ କାମ କଲା। ତେଣୁ ସଜ୍ଜନ ସେଥିପାଇଁ ଭୋଜନ କଲାବେଳେ ଜଳପାନ କଲାବେଳେ କି ସର୍ବତ ପାନ କଲାବେଳେ ସବୁବେଳେ ଈଶ୍ୱରଙ୍କୁ ସମର୍ପଣ କରି ଖାଇବେ ପିଇବେ। ଖାଇଲେ ଗୋଟେ ମୂର୍ତ୍ତିର ଆଗରେ ପ୍ରସାଦ ଥୋଇବ, ବ୍ରାହ୍ମଣ ଆସିବେ, ଜଳୁ କରିବେ, ତାପରେ ପ୍ରସାଦ ସିଏ ଖାଉ। ଯୋଉଠି ଖାଇବେ କଣ ଖାଇବେ? ଆଉ ଆଗରେ ମଦ ପିଲା ବେଳେ କଣ ଠାକୁରଙ୍କୁ ସମର୍ପଣ କରି ପିଇବନା କଣ? ତେଣୁ ସଜ୍ଜନ ସମର୍ପିତ ପ୍ରସାଦ ପାଅ। ଆଉ ଦୟା କରି କଣ ପ୍ରସାଦ ପାଇବ? ସେମିତି ଦୟାର ଜୀବନ ଦୟା କରି ମୋ କଥା ଟିକେ ଶୁଣ। ଆପଣ ଏବେ କି କଥା ଦୟା କରିକି କଣ ମିଳିବ? ଦୟା ନାହିଁ। କେହି କାହାକୁ ଦୟା କରୁନି। ଦୟାର ଠାକୁର ଜଣେ, ସିଏ ସମସ୍ତଙ୍କୁ ଦୟା କରୁଛି। ବଳିଆ କଣ ଦୟା କରିବ? ଦିଟା କୃତ ଭାଗବତ ଜୀବରେ ଯାହାର ଦୟା ଯଦି ସନ୍ଧ୍ୟା କରିବ, ପ୍ରାର୍ଥନା କରିବ, ଟିକେ ଶାସ୍ତ୍ର ପଢିବ, ଜ୍ଞାନ ତ ଆପେ ଆପେ ବାହାରିବ। ତେଣୁ ସଜ୍ଜନ ଇଏ କଥାଟି ହଉଛି ଜୀବରେ ଯାହାର ଦୟା ନାହିଁ ଉଦ୍ଧବ ଏଇ ଗୋଟାକ ହଉଛି ତମସମାନ ଜ୍ୟୋତିର୍ଗମୟ। ତମେ କୁକୁରକୁ ଦେଖିଛ, ବିଲେଇକି ଦେଖିଛ, ହାତୀକି ଦେଖିଛ, ବଳଦକୁ ଦେଖିଛ, ମଣିଷକୁ ଦେଖିଛ, ଆମେ ଦେଖିଲୁ ନା? ଚିଡ଼ିଆଖାନାରେ ବାଘ ବି ଦେଖିଲୁ। ପିତା କହିଲେ ତୁମେ କିଛି ଦେଖିଲ। ବିଦ୍ୟା ବିନୟ ସଂସ୍କରଣେ ବ୍ରାହ୍ମଣେ ସୁନି ଚଳିବ ଯାହାକୁ ଦେଖିବା କଥା ଦେଖିବା, ଯାହାକୁ ନ ଦେଖିବା କଥା ତାକୁ ବହୁତ ସବୁ ଭିତରେ ସେଇଭଳି। ତେଣୁ ସନାତନ ଧର୍ମର ଯେତୋଟି ଶ୍ଳୋକ ମୋ ପାଇଁ ଅତି ଅତି ଆଦର। ମୁଁ ଆଉ ଏତେ ଶ୍ଳୋକ ମୁଖ ତଳିବାର ବୟସ। ପ୍ରଥମ ଶ୍ଳୋକଟି କଣ? ପ୍ରଥମ ଶ୍ଳୋକ ମାନେ ମୋ ପାଇଁ ପ୍ରଥମ ଶ୍ଳୋକ ହେଲା ଶୂନ୍ୟଂ ଶୂନ୍ୟଂ ମହାଶୂନ୍ୟଂ ଶୂନ୍ୟଂ
ଜ୍ୟୋତିରାନନ୍ଦ କୁଣ୍ଡ ଏତିକି ଠିକ ଏତିକ ଆଉ ସବୁ ଯୋଉ ଆମେ ପୂଜା ଅର୍ଚ୍ଚନା କରୁଛୁ ଇଏ ହଉଛି ଭାବର ପୂଜା। ଗୀତା ମଧ୍ୟ କହିଲେ ये यथामान प्रपद्यन्ते स्तानप्रभैव मम वर्तन्ते मनुष्याः ଆମ ଠାକୁର ଅଭିରାମ କହିଲେ ଇଏ ଅନନ୍ତ ଜ୍ୟୋତିକୁ ଏଇ ହୁଙ୍କା ମାଧ୍ୟମରେ ଯାଏ ସମସ୍ତଙ୍କ ସୁଖ କାର୍ଯ୍ୟରେ ତେଣୁ କିଏ କାହାକୁ ବୁଝୁଛ କିନ୍ତୁ ଯେବେ ଏକ ଭାବେ खोजी तू किए मुझे परिवार थी मत जदि आनी तू किए यही व्याकुलता प्रश्न एक दर्शन सृष्टि कला शून्य मध्य निरामय निरामय ये होगी सनातन धर्म वो भाई पूरा एक ताले 2 नंबर ढोला को Hare
ପୃଥିବୀଙ୍କର ସେ ଆମ ମୁଣ୍ଡଟି ବି ସେଇ ଅଖଣ୍ଡ ମଣ୍ଡଳା ସେ ରୂପଟି ପାଖରେ ଧନୁ ନାହିଁ କି ବଂଶୀ ନାହିଁ, ଚକ୍ର ନାହିଁ, ଗଦା ନାହିଁ, ସେଠି ଅଛି କଣ? କେବଳ ଅଛି ଜ୍ୟୋତି। ଦେଖି ଚକି ଭାଇ ଦେଖି সেই অখণ্ড সৃষ্টি ভিতরে এড়ে বড় সৃষ্টি, কিন্তু গোটিয়ে মাত্র জ্যোতি ସେ ସବୁକୁ ଚଳଉଛି। ସିଏ କହୁନି, କାହାକୁ ବି କହିନି ତୁ ଭାତ ଖା ନା ରୁଟି ଖା। ଡାକ୍ତର ମାନେ କହିବେ, କିଏ କହିବେ ତୁ ରୁଟି ଖା ନା ସେ ଆଉ କୋଉଟା କଣ ଖା। ସବୁ ଯାକ ନିୟମ କାଗଜ କଲମରେ ଆମେ ତିଆରି, ଆମେ ସବୁ ନିୟମ। ସେ ଦହି ପଖାଳ ଖାଇବେ, ସେ ଅମୃତ ଲଡୁ ଖାଇବେ, ସେ ଆମେ ସବୁ ଆମେ ଯୋଉଟାକୁ ଭଲ ପାଉ ସେଇଟାକୁ ଭାବି ଚିନ୍ତିକି ଏ ସବୁ ତାଲିକା କଲେ। କିନ୍ତୁ ସିଏ ଏସବୁଥିରେ ନାହିଁ। ତେଣୁ ସେ କୋଉଥିରେ ଅଛନ୍ତି? ତୃତୀୟ ନମ୍ବର ଶ୍ଲୋକରେ ତାଙ୍କର ଜନ୍ମ ନାହିଁ, ସବୁବେଳେ ତାର ବହୁ ପ୍ରମାଣ ମଧ୍ୟ, କିନ୍ତୁ ଏତେ
ଭାଇ କୋଉଠି ଆସି ପହଞ୍ଚେ ସେ ସବୁ ପ୍ରକାର ରୂପ ନେଇପାରିବେ। ଦିନେ ମାଆକୁ କହିଲା, ମା ମତେ ଆଉ ଡର ଲାଗୁଛି। ନା କାହିଁକି? ନା ମୁଁ ତ ଭାଇ ବୋଲି ଜାଣିଗଲା ଗୋଟେ ଭାଇ ଆସିକି ପହଞ୍ଚୁ। ମା ମନ ଭିତରେ ଚିନ୍ତା କଲା ସେ ଭାଇ ନୁହେଁ, ଭାଇ ଭାବର ଈଶ୍ୱର। ସେ ଭାବର ଈଶ୍ୱର ସେଇ ଆଉ ମା କହିଲା ପୁଅକୁ, ବାପା ତୋ ସାଙ୍ଗରେ ମୁଁ ଯିବି, ମୁଁ ଟିକେ ମୋ ବଡ ପୁଅକୁ ଦେଖି। ମା ପୁଅ ଆସିଲେ, ଭାଇ କି ଡାକିଲେ, ଭାଇ ଆଉ ଆସିଲେ। ଶୂନ୍ୟରୁ ଗୋଟେ ଶବ୍ଦ ତମ ସହିତ ତମ ମାର ମନ୍ତ୍ର ପାଇଁ ତମ ସହିତ ବହୁତ ଖେଳି, ଏବେ ଖେଳ ସରିଗଲା। ପୁଣି ଆମେ ସମୟ ଆସିଲେ ପୁଣି ଖେଳ ଖେଳିବା। ମରି ଆସେ ଗଢା ସେଥିପାଇଁ ଅଚ୍ୟୁତ କହିଲେ ରଖିଲେ समर्पण भाव ओडियार पुआ ओडिशार महापुरुष चित्तकला कूल जहार आस्था ताकू भी आमे चिन्ह पारू आमे एटा कोन कहउनी मोमो मोमो को चिन्ह चाउमिन की चिन्ह एते कथा चिन्ह दउ किंतु अच्युतଙ୍କ ଲେଖାକୁ ଟିକେ ଚିନ୍ହ ସେଇ ଅଚ୍ୟୁତ ଲାଗିବ ଆପଣମାନଙ୍କ ପାଇଁ ମୋ ପାଇଁ
ମୁଁ ଏବେ କହୁନି ନା ଏବେ କହୁନି ଯାଉନୁ ବାଞ୍ଚୁ ଆମେ କହୁ କଣ ଯାଉନୁ ବାଞ୍ଚୁ ଆରେ ସେ ପୁଣି କଣ ଯାଉନୁ ବାଞ୍ଚୁ ତମେ ଯଦି ଶରଣ ଦେଇପାରିବ ସକଲା ସକଲି ହବ ନାହିଁ ଆମ ଭିତରେ ଥିବା ମାନେ ବଡ଼ ବଡ଼ କାମ ଗୁଡ଼ାକ ଯୋଉ କାମନାରେ ମଣିଷ କିଛି ପାଏ ନା ସେ କାମନା ମାନେ କିଲିକିଲି ଆଇ ଦୌଡ଼ି ପଳେଇ ତେଣୁ ଯାଉନୁ ଠିକ ତାପରେ ଆଉ ଗୋଟେ ଓଡ଼ିଆ କଥା ବାପାରେ ଆଲୁଅ ଆନ୍ଧାର ଆଲୁଅ ଯେତେବେଳେ ଜଳିବ ଅନନ୍ତ ଜ୍ୟୋତି ଯେତେବେଳେ ଜଳିବ ଅନନ୍ତ ପ୍ରଭା ଯେତେବେଳେ ଜଳିବ ବାଛା ଗୁଡ଼ାକ ମୁଣ୍ଡିଆ ମୁଣ୍ଡିଆ ଭଳିଆ ବାହାରି ତମେ କଣ ସେଥିରେ ଅଛ ଆଜି ଯଦି ଡାକିଲନି ହରିକି କାଲି ଡାକିଲନି ନରିକି ପର୍ଣ୍ଣ ଡାକିଲନି ଏମିତି ଡାକୁଛ ଡାକି ଡାକି ଶେଷରେ ହରିନାମ ଭକ୍ତ ହେ ତେଣୁ ସଜ୍ଜନ ଏଠି କଥା ହଉଛି ପୂର୍ଣ୍ଣ ମଦ ପୂର୍ଣ୍ଣ ମିଦମ୍ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବ ଅବଶିଷ୍ୟତେ এই ପୂର୍ଣ୍ଣାନନ୍ଦ ଭଗବାନଙ୍କର ଗୋଟିଏ ବନ୍ଦନା କଣ ହେଇପାରେ ଆମେ ତ ବହୁତ ବନ୍ଦନା କହୁଛୁ ବହୁତ ବନ୍ଦନା କିନ୍ତୁ ବଳିଆ ସେ ବନ୍ଦନା ଗୀତାରୁ ଖାଏ Noti
ସବୁ ଧରିଯାଏ। ଆଉ ଆମେ ମାଗୁନୁ ଦେଲେ ଦିଅ ନଦେଲେ ସବୁ ତ ତୁମରି ଇଚ୍ଛା ସବୁ ତ ତୁମରି ଲୀଳା। मत कहूना रामायण कहबे कहबी किंतु कहबी जे रावण सपक्ष मत टेका पकेब किए जदि कहब ये भागवत कहब कही किंतु कंस के टेकी आपने मत नहीं डाकिए ଯେଉଁମାନେ ସେ ଟେକା ଟେକି କରି କହିପାରିବେ ସେଇମାନଙ୍କୁ ଲକ୍ଷାଧିକ ଟଙ୍କା ଦେଇ ଡାକ ତାଙ୍କରି କଥା ଶୁଣ ଏକାନରେ ପୁରେ ଏକାନରେ ବାହାରେ ତେଣୁ ପଡ଼ିଆକୁ ସେଇଠି ଡାକୁଛନ୍ତି ପଡ଼ିଆକୁ ଡାକୁନାହାନ୍ତି ବୋଲି ମୁଁ କହିଲି ମନା କରିବି କିନ୍ତୁ ଡାକୁଛନ୍ତି କିନ୍ତୁ ଡାକିଲେ ମନକୁ ଯାଉ ବା ବଳିଆ ଜନ୍ମ ହେଇଛି ବାସ୍ତବବାଦୀ ମୁଁ କୌଣସି ବାଦକୁ ଅସମ୍ମାନ କରେ ନା ପ୍ରତ୍ୟେକ ମତବାଦକୁ ସମ୍ମାନ ଦେଇ ନିଜେ ଜଣେ ବାସ୍ତବବାଦୀ ବସ୍ତୁବାଦୀ ବାସ୍ତବବାଦ ଅର୍ଜନ ଆଜି ପୂର୍ଣ୍ଣମୀ ଚନ୍ଦନ ପୂର୍ଣ୍ଣିମା ପୂର୍ଣ୍ଣାହୁତି ସନ୍ଧ୍ୟା ଲାଗି ପଡ଼ିକିରି କୋଉଠି ଫଳ ମାତ୍ରା ଆଉ କରିବାକୁ ଇଚ୍ଛା କେବଳ ସମସ୍ତଙ୍କର ଇଚ୍ଛା ମାତା ଟିକେ ଆମେ କହିବ କୋଉ କୋଉ ଭଲ କହିବୁ କି ମନ୍ଦ କହିବୁ ଆପଣ ଜାଣିଛନ୍ତି ଭୁଲ କହିବୁ ଠିକ କହିବୁ ତାକି ଆପଣ ବିଚାର କରିବେ କିନ୍ତୁ ଆଜିର ଯୋଉ ଆନନ୍ଦ ଆପଣମାନଙ୍କ ପାଇଁ ଆଜି ଏ ସ୍ଥାନ ଆନନ୍ଦମୟ କାଲି ସନ୍ଧ୍ୟାରେ ଗଳିଆ ଯଦି ଖୋଜିବ ଏ ଆନନ୍ଦ ଆଉ पूरी जरी पंची आरा वर्ष पूरी के विज्ञान होता है प्रज्ञान आनंद तुम्हें ब्रह्म को दियो तथा तुम घरे चले पड़िला आमर दरकार आमर पार्टी बड़ में एक जोरे लागिबो किंतु आमे जो की तुम सही आदि आमे एई बड़ी ଆପଣ ମାନେ ରଖିଛନ୍ତି ଏଇ ହଉଛି ମୋ ପାଇଁ ପ୍ରଜ୍ଞାନ ଆନନ୍ଦ ଆଉ ସଜ୍ଜନ ଅନେକ ବାଟରୁ ବହୁ ବ୍ୟକ୍ତିମାନେ ଆସିଥିବେ ଆଶ୍ରମର ସେବକ ସାଧକମାନଙ୍କ ଦ୍ୱାରା କିଛି ଗୋଟା ଭୁଲ ତ୍ରୁଟି ହେଇଥିବ ନିଜର ବୋଲି ଭାବିବେ ସେ ସବୁକୁ ଭୁଲିଯିବେ ଆସୁଥିବେ ଯାଉଥିବେ ନ କରିବ ପର ମନେ ରଖିଥିବ ସଦା ଇଏ ତୁମର ଘର ତେଣୁ ସଜ୍ଜନ ଦୁଃଖେ ସୁଦୁଃଖିନ ମନା
यथेषु विगतस्तु कीर्तरागभयं कीर्तधीर्घविमुच्यते। ଯେତିକି କହିଲି ମନେ ରଖିବେ, କିଛି ତ ମନେ ରହିବ, ପାଳନ କରିବେ, ତାକୁ ବିଶ୍ୱାସ କରିବେ, ନିଶ୍ଚିତ ଭାବରେ ଆପଣ ଅନୁଭବ ମୁଁ ଜଣେ ବିରାଟ ବାବାଜୀ ବୋଲି ବର୍ତ୍ତମାନ ତାକୁ ଶବ୍ଦ କିଛି ମୁଁ ଝାଡ଼ୁଦାର ବଳିଆ ମତେ ଏବେ ଡାକୁଛନ୍ତି କେତେ ନାଁ କିନ୍ତୁ ଝାଡ଼ୁଦାର ସମସ୍ତଙ୍କୁ ନମସ୍କାର କରୁଛି। ଆଜିର କଥାକୁ ଅନନ୍ତ କପାଳରେ ସମର୍ପଣ କୀର୍ତ୍ତନ କରିବା ବିଦାୟ। गीतम माध्यम नृत्यम प्रयत्न संगीत उच्यते। गीत माध्यम एवं नृत्य ये तीनों समावेश संगीत कहुए। जीवन को जगत जीवन पर्यंत पहुंचे साधारण 5 श्रेणी 56तम वार्षिक चतुर्दशी मेला अवसर में पूज्य गुरुदेव श्रीगुरु आम 5 दिन पर्यंत भागवत कथा को श्रवण करें। भागवत जो संगीत आप शुणुते बाबा का श्रीमत से संगीत को आउरी सुमधुर करुले बाबा सहित जो मैंने सहयोगी करते जिते संगीत वाद्ययंत्र अच्छे बाबा को सब अति प्रिय भावले तो आज आम जयंत कुमार पाणी भावले आम अनुरोध करूँ आसवे संजय भाई से सम्मान करें। जयंत कुमार पाणी अति सरल सुंदर गुरु प्रेमी अमरेंद्र साहू आम समस्त प्रिय खेल कैसे हो जाए समस्त मन को उद्बोधन गुरु प्रेमी अति सरल खेल कृष्णचंद्र नायक जहाँ को कृष्ण भाई बोले समस्त कहते गुरुदत्त बजाई समस्त मन को खुशी करते कृष्णचंद्र नायक कृष्ण बाबा संगीत सेवक दीपक रंजन परिडा बाबा प्रवचन पूर्व समस्ते दीपक भाई कंठर सुमधुर संगीत शुणुते दीपक रंजन प्रकाश चंद्र गिर हमारा प्रकाश भाई सब बाबा संगे रहती गीत गाती प्रकाश चंद्र गिर समस्त अति प्रिय जहाँ को श्रद्धा समस्त मंटो भाई बोली कहते मु मंटो भाई को अनुरोध करी जहाँ कंठर सुर समस्त हृदय मूर्छना सृष्टि करे मंटो भाई जहाँ कालिया समस्त प्रिय कालिया भाई बोले समस्त कहते वो सब अनुरोध करेंगे गोपाल भाई को प्रिय गोपाल भाई
আজি এই শেষ সন্ধ্যায় আজি আমি ସମସ୍ତେ ପୁଣି ସେଇ ଭୋଜରେ ସମସ୍ତେ ମରିବା। ଜୟ ଜୟ। ମଧୁସୂଦନ ନାବକେଳି ଦର୍ଶନ କରିବେ, ପ୍ରସାଦ ପାଇବେ। ଦୁର୍ନୀତି ରାକ୍ଷସ ପରି ହବ, ବହୁତ ପଢା ହବ। ଦୁର୍ନୀତିର ନାମ ମଣ୍ଡଳରେ ଅଛି, ନାମ ମଣ୍ଡଳରେ ଦୁର୍ନୀତି ନାହିଁ ବୋଲି ନାମ। ତେଣୁ ନାମ ମଣ୍ଡଳରେ କାହିଁ ଦୁର୍ନୀତି ପଢା? ତେବେ ଆମର ଶାନ୍ତି କମିଟିର କେତୋଟି ପିଲା ପ୍ରତ୍ୟେକ ବର୍ଷ ଆସି ନିଃସ୍ୱାର୍ଥପର ଭାବରେ ସେବା ଦିଅନ୍ତି। ତାଙ୍କର ଖାଇବା ରହିବା ଶୋଇବା କିଛି ବୁଝେନି।